ମାନେ ମୁଁ ବସି ଗୋଟେ କଥା ଚିନ୍ତା କରୁଛି। ଦିନେ ମାନେ ଯେଉଁଟା ଆମ ମାନେ ଫକୀରମୋହନ କଲେଜର ଯେଉଁ ଦୁର୍ଘଟଣାଟି ଘଟିଥିଲା ସେଇଟାକୁ ନେଇ କେତେ ଓଡ଼ିଶା ବନ୍ଦ, କେତେ ଆନ୍ଦୋଳନ, କେତେ ମୁଖ୍ୟମନ୍ତ୍ରୀ ଘର ଘେରାଉ, ସୂର୍ଯ୍ୟବଂଶୀ ଖରାପ, ଇସ୍ତଫା ଦେଉ, କେତେ କ'ଣ ହେଉଥିଲା। ଆଜି କାହିଁ ଆଜି ସବୁ ହିଁ ସରିଗଲା। ଆଉ ନା ଆନ୍ଦୋଳନ ଅଛି, ନା କେଉଁଠି ରାସ୍ତା ରୋକ, ଗାଡ଼ି ରୋକ, ଘେରାଉ ଅଛି। ଯେକୌଣସି ଜିନିଷ ହେଉ ଭାଇ, ରାଜନୀତିକି ନେଇକି କିଛି ଜିନିଷ କରନ୍ତୁ ନାହିଁ। ଗଭର୍ଣ୍ଣମେଣ୍ଟ ସମସ୍ତଙ୍କର 24 ବର୍ଷର ଶାସନ ଥିଲା। ଆପଣ ତ ସେଇ ଆନ୍ଦୋଳନ, ସେଇ ରାସ୍ତା ରୋକ ସବୁ କରୁଥିଲେ। କିନ୍ତୁ ଇଏ ତ ନୂଆ ସରକାର ଗୋଟେ ବର୍ଷ ହେଇଛି, ତାକୁ ବଦନାମ କରନ୍ତୁନି। ସେ ସୂର୍ଯ୍ୟବଂଶୀ କ'ଣ କରିଛି କ'ଣ ନ କରିଛି ଆପଣମାନେ ହିଁ ଜାଣନ୍ତି। ମାତ୍ର ଭଦ୍ରକ ଜିଲ୍ଲାର 24 ବର୍ଷର ଶାସନ ଥିଲାବେଳେ କେହି ବି ଜଣେ ମନ୍ତ୍ରୀ ହେଇନଥିଲେ। କ'ଣ 24 ବର୍ଷର ସରକାର ଜାଣିପାରୁନଥିଲା ଭଦ୍ରକ ଟାଉନକୁ ଗୋଟେ ବି ମନ୍ତ୍ରୀ ପଦ ଦେଇନଥିଲା? କିନ୍ତୁ 2 ବର୍ଷ 2 ଥର MLA ଜିତି ଆମର ସୂର୍ଯ୍ୟବଂଶୀ ସୁରଜ ପ୍ରଥମ ଥର ଧାମନଗରର ମନ୍ତ୍ରୀ ଭାବରେ ପରିଚିତ ହେଲେ। ସେଇଟା ତ ଆମ ପାଇଁ ଗୌରବ ଓ ଗର୍ବର କଥା। ତାଙ୍କୁ ନେଇ କିଛି ବଦନାମ କରନ୍ତୁନି, ରାଜନୀତି ବି କରନ୍ତୁନି। ପ୍ଲିଜ୍ ସପୋର୍ଟ କରନ୍ତୁ।